तो फ्रेंड्स बर्तमान टाइम ହେଇଗଲାଣି ଆସିକି ରାତି 8:41 ଆଉ ଏତେ ଲେଟ୍ରେ ମୁଁ କାହିଁ ଆଜି ଭିଡ଼ିଓର ଗୋଟେ ସର୍ଟ ନେଉଛି ସେଇଟା ଆପଣମାନେ ମୋ ଫେସ୍ର ଏକ୍ସପ୍ରେସନ୍ ଦେଖି ଜାଣିପାରୁଥିବେ। ଆଜି ସକାଳ ପହରୁ ଭାଇ ରେଷ୍ଟ ନାହିଁ ବଡ଼ିକୁ, ଠିକ୍ ଅଛି। ସକାଳୁ ଉଠିଲି ଫାର୍ଷ୍ଟ ନର୍ମାଲ୍ ମୋର ଏକ୍ସରସାଇଜ୍ ବଗେରା ମୁଁ କରୁଛି ସେଇଟା ମୁଁ କଲି କଣ୍ଟିନ୍ୟू। ତାପରେ ହେଉଛି ଗଲି 8:30ରେ ମୁଁ କଲେଜ ଗଲି। ସେଠୁ ଆସିଲେ ମୁଁ ସିଧା 3:30 ପାଖାପାଖି ଆସି ଘରେ ପହଞ୍ଚିଲି। ମାନେ ମୁଁ ଜାରକାରେ ଆସି ପହଞ୍ଚିଲି ହେଉଛି 2:30 ଆଉ 2:30ରୁ 3:30ରେ ଆସି ଘରେ ପହଞ୍ଚିଲି କାହିଁକିନା ଘଣ୍ଟାକର ବାଟ, ଠିକ୍ ଅଛି। ପୁଣି ଆସିଲା ପରେ ଟିକେ ନାକୁ ରେଷ୍ଟ ବି ନେଇନି ଭଲସେ, ଖାଇକି ଅଧଘଣ୍ଟେ ଛାଡ଼ିକି 4ଟାରେ ଗଲି କମ୍ପ୍ୟୁଟର କ୍ଲାସ୍, ସେଇ ଜାରକାକୁ ପୁଣି ଗଲି। ଆଉ ତାପରେ ସେଠୁ ଆସିଲା ପରେ ବସି ପାଠ ଟିକେ ପଢ଼ୁଥିଲି। ତାପରେ ମୁଁ ଅଳ୍ପ ସମୟ ଖାଇ ପିଇକି ଉଠିଲି। ଉଠିଲା ପରେ ହିଁ ଭିଡ଼ିଓକୁ ମୁଁ ସୁଟ୍ କରୁଛି। ମାନେ ଭାବୁଥା କେତେ ପ୍ରକାର କାମ ରହୁଛି ଆ ଭିତରେ। ମୁଁ କାଲି ମୁଁ କଲେଜ ଯିବି, ଆଉ କାଲି ଆପଣଙ୍କୁ ଦେଖେଇବି ପୁରା ସକାଳୁ ନେଇ ସନ୍ଧ୍ୟାବେଳ ଯାଏଙ୍କର ମୋର ରୁଟିନ୍ଟା କ'ଣ କେମିତି ରହୁଛି, ମାନେ ଗୋଟେ ଷ୍ଟୁଡେଣ୍ଟର ଷ୍ଟ୍ରଗଲ୍ଟା କେମିତି ରହୁଛି, ଠିକ୍ ଅଛି। ଏଇଟା ମୁଁ କାଲିର ବ୍ଲଗ୍ରେ ଦେଖେଇବି, କିନ୍ତୁ ଆଜି ମୁଁ ଖାଲି ଜଷ୍ଟ ଏତିକି ସର୍ଟଟେ ନେଉଛି କାହିଁକିନା ଡେଲି ଭିଡ଼ିଓ ଅପଲୋଡ଼ କରିବାକୁ ଟିକେ ଭଲ ଲାଗିଲାଣି ଆଗ ଅପେକ୍ଷା। ଆଉ ଯେହେତୁ ଆପଣମାନେ ଟିକେ ସପୋର୍ଟ କରିବା ଆରମ୍ଭ କଲେଣି ତ ମୋତେ ବି ଭିଡ଼ିଓ ବନେଇବାକୁ ଟିକେ ଭଲ ଲାଗୁଛି। ତ ଚାଲନ୍ତୁ ବାକି କଥା କାଲି ସକାଳକୁ ହେବା, କାହିଁକିନା ମୁଁ ଏଇନା ଟିକେ ମୋ ମୁହଁକୁ ଦେଖି ଜାଣିପାରୁଛନ୍ତି ନିଦୁଆ ଅଛି। ରାତିରେ ହଠାତ୍ ନିଦ ଭାଙ୍ଗି ଯାଉଛି ପ୍ରାୟ ଟାଇମ୍ ଏଇଠି 3-4 ଦିନ ହେଲାଣି। ତ ଯଦି ଆପଣମାନଙ୍କ ଭିତରୁ କିଏ ଜାଣିଛନ୍ତି ସେଇଟା କ'ଣ ପାଇଁ ହେଉଛି ମୋତେ ଟିକେ କମେଣ୍ଟ ସେକ୍ସନରେ ଦୟାକରି ଟିକେ କହିବେ, ଠିକ୍ ଅଛି, ଯାହାଦ୍ୱାରା କି ମୁଁ ତା'ର ସଲ୍ୟୁସନ୍ କହିପାରିବି। ବାକି ଏଇ ଥିଲା କଥା। ମୁଁ କାଲି ସକାଳକୁ ଆପଣଙ୍କ ସାଙ୍ଗେ କଥା ହେଉଛି ଆଉ, ଠିକ୍ ଅଛି। କାଲି ଆପଣଙ୍କ ସାଙ୍ଗେ ପୁରା ରୁଟିନ୍ ସେୟାର କରିବି ଗୋଟେ ଷ୍ଟୁଡେଣ୍ଟର ଷ୍ଟ୍ରଗଲ୍ ଲାଇଫ୍ଟା କେମିତିଆ।